ନମସ୍କାର ଆପଣ ସମସ୍ତଙ୍କୁ ଟିବିସି ଓଡ଼ିଆ ଚ୍ୟାନେଲରେ ସ୍ୱାଗତ। ଏମିତି ଅଧିକାଂଶ ଲୋକମାନେ ଅଛନ୍ତି ଯେଉଁମାନେ କି ଅନେକ ପ୍ରକାର ଖେଳ ଖେଳିଥାନ୍ତି, ଯେମିତିକି ଅନଲାଇନ୍ ମାଧ୍ୟମରେ ହେଉ କିମ୍ବା ମୋବାଇଲ ମାଧ୍ୟମରେ ହେଉ କିମ୍ବା ଗାଁରେ ହେଉଥିବା କୌଣସି ଖେଳରେ ସେମାନେ ବାଜି ଲଗାନ୍ତି ଟଙ୍କା ଲଗେଇକି। ଯଦି ଆପଣ ମଧ୍ୟ ସଟ୍ଟା, ଜୁଆ, ଲଟେରୀ, ତାସ ଖେଳ, ଗଞ୍ଜା ଲଢ଼େଇ ଖେଳ, ଅନେକ ପ୍ରକାର ଖେଳ ଅଛି ଯେଉଁଥିରେ କି ଆପଣ ବାଜି ଲଗେଇକି ଟଙ୍କା ଲଗେଇକି ଖେଳିଥାନ୍ତି। ହଜାର ହଜାର ଟଙ୍କା, ଲକ୍ଷ ଲକ୍ଷ ଟଙ୍କା ବାଜି ଲଗେଇକି ଖେଳନ୍ତି। କିନ୍ତୁ ଶେଷରେ ସେମାନେ ସେଇ ଖେଳରେ ବାରମ୍ବାର ହାରିକି ସେମାନେ ସୁନା ଗହଣା ଜମି ବାଡ଼ି ବନ୍ଧା ପକେଇକି ମଧ୍ୟ ଋଣ ଲାଗିକି ମଧ୍ୟ ସେମାନେ ସେଇ ଖେଳଟିକୁ ଅଭ୍ୟାସରେ ପରିଣତ କରନ୍ତି। ଶେଷରେ ସେମାନେ ସେଇ ଖେଳଟି ଖେଳୁଥାନ୍ତି। ଖେଳି ଖେଳି ସେମାନେ ବର୍ବାଦ ମଧ୍ୟ ହୋଇଯାଆନ୍ତି। ଯଦି ଆପଣ ମଧ୍ୟ ସଟ୍ଟା, ଜୁଆ, ଲଟେରୀ ଖେଳ, ତାସ ଖେଳ, ଗଞ୍ଜା ଲଢ଼େଇ ଖେଳ ଏସବୁ ଖେଳ ଖେଳିକି ହାରିକି ବର୍ବାଦ ହୋଇସାରିଛନ୍ତି, ତାହେଲେ ଆଜିର ଏହି ଭିଡ଼ିଓଟିକୁ ନିହାତି ଭାବରେ ଦେଖନ୍ତୁ। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଏମିତି ଏକ ଗଛ ବିଷୟରେ କହିବି ଯେଉଁ ଗଛର ମାତ୍ର ଖଣ୍ଡିଏ ଚେର ଯଦି ନିଜ ପାଖରେ ରଖିବେ ଏବଂ ଯେକୌଣସି ଖେଳଟି ଖେଳିବେ, ତାହେଲେ ମୁଁ ଗ୍ୟାରେଣ୍ଟି ଦେଇକି କହୁଛି ଆପଣମାନେ ସେଇ ଖେଳରେ ନିହାତି ଭାବରେ ଜିତିବାକୁ ଲାଗିବେ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ଗଛ ବିଷୟରେ ଜଣେଇ ଦେଉଛି, ସେଇ ପ୍ରୟୋଗ ବିଧିଟି ସମ୍ପୂର୍ଣ୍ଣ ବିଧିବିଧାନଟି ଜଣେଇ ଦେଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ନୂଆ ଦେଖୁଛନ୍ତି କିମ୍ବା ପ୍ରଥମ ଥର ପାଇଁ ଦେଖୁଛନ୍ତି, ତାହେଲେ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ନିହାତି ଭାବରେ ଲାଇକ୍ କରନ୍ତୁ। ଏହି ଭିଡ଼ିଓଟିରେ ମୁଁ ଆପଣମାନଙ୍କୁ ସେଇ ପ୍ରୟୋଗ ବିଧିଟି ଜଣାଇବା ପୂର୍ବରୁ ଗୋଟିଏ ସୂଚନା ଦେଇଦେଉଛି। ମୁଁ ଦୀପାବଳି ଦିନ ତିଆରି କରିଛି ଦୀପାବଳି ଅମାବାସ୍ୟାରେ ତାବିଜ। ଏହି ତାବିଜ ଖେଳରେ ଜିତିବା ପାଇଁ କାମରେ ଆସିଥାଏ। ଯଦି ଆପଣମାନେ ଯେକୌଣସି ଖେଳ ଖେଳୁଛନ୍ତି, ବାରମ୍ବାର ହାରି ଯାଉଛନ୍ତି, ତାହେଲେ ଏହି ତାବିଜ ଯଦି ଆପଣମାନେ ପିନ୍ଧିବେ ଏବଂ ଯେକୌଣସି ଖେଳ ଖେଳିବେ, ତାହେଲେ ଆପଣମାନେ ସେଇ ଖେଳରେ ନିହାତି ଭାବରେ ଜିତିବାକୁ ଲାଗିବେ। ସଟ୍ଟା, ଜୁଆ, ଲଟେରୀ, ତାସ ଖେଳ, ଗଞ୍ଜା ଲଢ଼େଇ ଖେଳ, ଝଣ୍ଡିମୁଣ୍ଡି ଖେଳ, ଅନେକ ପ୍ରକାର ଖେଳ ଅଛି ଯେଉଁଥିରେ କି ଆପଣମାନେ ଜିତିପାରିବେ ଏହି ତାବିଜଟିକୁ ପିନ୍ଧିବା ଦ୍ୱାରା। ଯଦି ଆପଣମାନେ ଏହି ତାବିଜଟି ଆମଠାରୁ ନେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆମକୁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ। ଦେଖନ୍ତୁ, ଏହି ତାବିଜ ଟିକେ ବେଶୀ ରେଟ୍ ପଡ଼ିଥାଏ ବା ବେଶୀ ଦାମ ପଡ଼ିଥାଏ। ଯଦି ଆପଣଙ୍କର ଯେଉଁଟାକି ଶକ୍ତି ହେବ ତାହେଲେ ଆପଣମାନେ ନେବେ, ନଚେତ୍ ନେବେ ନାହିଁ। ଯଦି ଆପଣଙ୍କୁ ଦରକାର ଅଛି ତାହେଲେ ଆମକୁ ନିହାତି ଭାବରେ ଯୋଗାଯୋଗ କରନ୍ତୁ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେଇ ଗଛର ଚେର ବିଷୟରେ କହୁଛି ବା ସେଇ ଗଛଟିକୁ ତାହାର ଚେରଟିକୁ କେମିତି ଆଣିବେ, ସେଇ ଗଛର ନାଁ କ'ଣ, କେଉଁ ସମୟରେ ଆଣିବେ, କେଉଁ ଦିନ ଆଣିବେ, ସବୁକିଛି ମୁଁ ଆପଣମାନଙ୍କୁ ଜଣାଉଛି। ଦେଖନ୍ତୁ, ଆପଣଙ୍କ ମୋବାଇଲ ସାମ୍ନାରେ ଯେଉଁ ଗଛଟି ଦେଖାଯାଉଛି, ଏହି ଗଛଟିକୁ ଦେଖିଲେ ଆପଣମାନେ ଚିହ୍ନି ପାରୁଥିବେ ଏହି ଗଛର ନାଁ ହେଉଛି ସର୍ପଫୁଙ୍କା ବା ଏହାକୁ ସରଫୁଙ୍କା ମଧ୍ୟ କୁହାଯାଏ। ଦେଖନ୍ତୁ, ଏହି ସରଫୁଙ୍କା ବା ସର୍ପଫୁଙ୍କା ଗଛର ତାହାରି ଖଣ୍ଡିଏ ଚେର ମାତ୍ର ଯେକୌଣସି ଦୀପାବଳି ଦିନ ଅମାବାସ୍ୟା ପଡ଼ିଥିବ ସେଇଦିନ ଏହି ଗଛର ଚେରଟିକୁ ଆଣିବ। ଦେଖନ୍ତୁ, କେମିତି ଆଣିବେ ସେଇଟା ଜାଣି ନିଅନ୍ତୁ। ଯେଉଁଦିନ ଦୀପାବଳି ଅମାବାସ୍ୟା ପଡ଼ୁଛି ତାହାରି ପୂର୍ବଦିନ ସନ୍ଧ୍ୟା ସମୟରେ ଏହି ଗଛର ମୂଳ ପାଖରେ ପୂଜା ବିଧି କରିବେ ଏବଂ ଦୀପାବଳି ଦିନ ରାତ୍ର ସମୟରେ ଅମାବାସ୍ୟା ଦିନ ହିଁ ଆପଣ ସେଇ ଗଛର ଚେରଟିକୁ ଆଣିବେ। ସେଇ ଚେରଟିକୁ ଆଣିଲା ପରେ ନିଜେ କ'ଣ କରିବେ, ଗୋଟେ ତାବିଜ ବା ଡେଉଁରିଆରେ ଭର୍ତ୍ତି କରିଦେବେ ଏବଂ ସେଇ ଚେରଟିକୁ ନିଜର ଅଣ୍ଟାରେ ବାନ୍ଧିବେ କିମ୍ବା ବେକରେ ବାନ୍ଧିବେ, ନଚେତ୍ ହାତରେ ବାନ୍ଧିବେ ବା ବାହୁରେ ବାନ୍ଧିବେ ଏବଂ ବାନ୍ଧି ସାରିଲା ପରେ ଆପଣ ଖେଳିବାକୁ ଯିବେ। ଦେଖିବେ 100% ଗ୍ୟାରେଣ୍ଟି ଆପଣ ଖେଳରେ ଜିତିବାକୁ ଲାଗିବେ। ମୁଁ ଆପଣମାନଙ୍କୁ ଯେଉଁ ପ୍ରୟୋଗଟି କହିଲି ସେସବୁ କାକଚଣ୍ଡୀଶ୍ୱର କଳ୍ପତନ୍ତ୍ରରେ ଲେଖା ଅଛି। ଯାହା ତନ୍ତ୍ରଶାସ୍ତ୍ରରେ ଲେଖା ଅଛି ତାହା ହିଁ ମୁଁ ଆପଣମାନଙ୍କୁ ଜଣେଇଛି। ଯଦି ଆପଣଙ୍କର ଶ୍ରଦ୍ଧା, ବିଶ୍ୱାସ, ଭକ୍ତି ଅଛି ତନ୍ତ୍ର ମନ୍ତ୍ର ଯନ୍ତ୍ର ପ୍ରତି, ତାହେଲେ ଆପଣମାନେ ପ୍ରୟୋଗ କରନ୍ତୁ, ନଚେତ୍ କରନ୍ତୁ ନାହିଁ। ଆଜିର ଭିଡ଼ିଓ ଏତିକି। ଯଦି ଆପଣଙ୍କୁ କୌଣସି ପ୍ରକାର ତାବିଜ ଦରକାର ଅଛି ଖେଳରେ ଜିତିବା ପାଇଁ, ତାହେଲେ ଆମକୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ, ନମସ୍କାର।